ଆପଣ ସମସ୍ତେ ଜାଣିଛନ୍ତି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ 3,000 ଟଙ୍କା ଭତ୍ତା ମିଳିବ ବୋଲି। ଆଜିକା ଡେଟ୍‌ରେ ଯଦି ଆମେ ଦେଖିବା 3 ମାସ ହେଲାଣି ଭତ୍ତା ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଖାତାକୁ ଆସିନାହିଁ। ଏଠି ଆପଣମାନଙ୍କର ନିର୍ବାଚନ ଖର୍ଚ୍ଚ କୋଟିକୁ ଟଙ୍କା ଉଡ଼ିଯାଉଛି। କିନ୍ତୁ ଠିକ୍ ସମୟରେ ହିତାଧିକାରୀମାନେ ଭତ୍ତା ପାଉନାହାନ୍ତି। ଆମେ କୌଣସି ରାଜନୀତି ଦଳକୁ ଭଲ ବୋଲି କହିପାରିବା ନାହିଁ। କଥାରେ ନାହିଁ ଲଙ୍କାକୁ ଯିଏ ଗଲା ସିଏ ବି ରାବଣ ହେଲା। କଂଗ୍ରେସ କୁହନ୍ତୁ କି ବିଜେଡ଼ି କୁହନ୍ତୁ କି ଆପଣମାନଙ୍କର ବିଜେପି କୁହନ୍ତୁ, ସମସ୍ତେ ଗୋଟିଏ ଭାଡ଼ିର ପାରା। ତ ମୁଁ ଆପଣମାନଙ୍କୁ କହି ରଖିବି, ଗଣତନ୍ତ୍ର ରାଷ୍ଟ୍ରରେ ଲୋକମାନେ ଚାହିଁଲେ ସରକାର ତିଆରି କରିବେ, ଲୋକମାନେ ଚାହିଁଲେ ସରକାର ଭାଙ୍ଗି ପାରିବେ। କିନ୍ତୁ 5 ବର୍ଷ ପର୍ଯ୍ୟନ୍ତ ଆମେ ଯେଉଁ ସରକାରକୁ ବାଛିବା, ଆମକୁ ହିଁ ନିର୍ଣ୍ଣୟ କରିବାର ଅଛି କେଉଁ ସରକାର ଆମମାନଙ୍କ ପାଇଁ ଭଲ ରହିବ। ଆଜିକା ଡେଟ୍‌ରେ ଯଦି ଆମେ ଦେଖିବା କୌଣସି ହିତାଧିକାରୀଙ୍କୁ 2 ମାସ ହେଲା ଭତ୍ତା ଟଙ୍କା ମିଳିନାହିଁ। ନିର୍ବାଚନ ପୂର୍ବରୁ 3,000 ଟଙ୍କା ଭତ୍ତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହି ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ରକ୍ଷା ହୋଇପାରିନାହିଁ। କିନ୍ତୁ ମୁଁ ଆପଣମାନଙ୍କୁ କହି ରଖିବି, ବିଜେଡ଼ି ସରକାର ଥିବା ସମୟରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା, କିମ୍ବା ବିଜେପି ସରକାର ଆସିଲା ପରେ ତା'ର ପରିବର୍ତ୍ତନର ଝଲକ ମଧ୍ୟ ଆମେ ଦେଖିବାକୁ ପାଇଛୁ। କିନ୍ତୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେହି ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟକାରୀ କରିବା ନିହାତି ଜରୁରୀ। ଏମିତି ବୃଦ୍ଧ ବୃଦ୍ଧା ରହିଛନ୍ତି, ଭତ୍ତା ଟଙ୍କା ନ ମିଳିଲେ ସେମାନେ ଅନେକ ସାରା ଅସୁବିଧାରେ ସମ୍ମୁଖୀନରେ ପଡ଼ିଥାନ୍ତି। ଯେମିତିକା ସେମାନଙ୍କର ଔଷଧ ଖର୍ଚ୍ଚ ପାଖରୁ ଆରମ୍ଭ କରି ତ ଯେଉଁ ଦରକାରୀ ଜିନିଷ ଗୁଡ଼ିକ ରହିଛି, ସେ ଦରକାରୀ ଜିନିଷ ଗୁଡ଼ିକ ସେମାନେ କିଣିପାରି ନଥାନ୍ତି। ବହୁତ ସାରା ଅସୁବିଧାରେ ସେମାନେ ସମ୍ମୁଖୀନ ହୋଇଥାନ୍ତି। ଭତ୍ତା ଚେକ୍ କରିବା ପାଇଁ ଅଟୋରେ ଯାଉଛନ୍ତି, ବ୍ୟାଙ୍କକୁ ଯାଉଛନ୍ତି, ବ୍ୟାଙ୍କକୁ ବ୍ଲକକୁ ଯାଉଛନ୍ତି, କିନ୍ତୁ ଭତ୍ତା ଟଙ୍କା ସେମାନଙ୍କ ଖାତାକୁ ଆସିନାହିଁ। ସେମାନେ ଚେକ୍ କରି କରି ଏପର୍ଯ୍ୟନ୍ତ ନିରାଶ ହୋଇଗଲେଣି। ସରକାର ଆକାଉଣ୍ଟ ବଦଳୁଛନ୍ତି, ତ ବଦଳିବା କଥାଟା ଠିକ୍, କିନ୍ତୁ 2 ମାସ ହୋଇଗଲାଣି ସରକାର ତାଙ୍କର ବଦଳଉଛନ୍ତି। କହୁଛନ୍ତି ଯେ ଆକାଉଣ୍ଟ ଭୁଲ ଅଛି। ଆକାଉଣ୍ଟ ଭୁଲ କହିବାକୁ ଗଲେ ଜଣେ 2 ଜଣଙ୍କର ଆକାଉଣ୍ଟ ଭୁଲ ହେଇଥିବ, ସମସ୍ତଙ୍କର ଆକାଉଣ୍ଟ ଭୁଲ ଅଛି। ତ ସେଥିପାଇଁ ସରକାରଙ୍କ ତରଫରୁ ଯେଉଁ ଅପଡ଼େଟ୍‌ଟି ବର୍ତ୍ତମାନ ଆସିଛି, ଆସନ୍ତୁ ତା ଉପରେ ଥରେ ନଜର ପକାଇବା। ଦେଖନ୍ତୁ, ଯାହା ଖବରରେ ମେନସନ୍ ରହିଛି, ଭତ୍ତା ସମସ୍ୟାର ସମାଧାନ ଓ ନୂତନ ନିର୍ଦ୍ଦେଶ। ରାଜ୍ୟରେ ଭତ୍ତା ବଣ୍ଟନରେ ଦେଖାଦେଇଥିବା ସମସ୍ୟାର 15 ଦିନ ମଧ୍ୟରେ ସମାଧାନ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ନୂଆ ସଫ୍ଟୱେର୍ ଲାଗୁ ହେବା କାରଣରୁ ଗତ 2 ମାସ ଧରି ଭତ୍ତା ପ୍ରଦାନରେ ବ୍ୟତିକ୍ରମ ଘଟିଛି। ବିଶେଷ କରି ଅନଲାଇନ୍ ମାଧ୍ୟମରେ ଭତ୍ତା ପାଉଥିବା ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ କ୍ୟାଶ୍ ଆକାରରେ ଭତ୍ତା ପାଉଥିଲେ, ସେମାନଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ହୋଇନାହିଁ। ଅନ୍ୟପଟେ ତୀବ୍ର ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧୁବାବୁ ପେନ୍ସନ୍ ଯୋଜନା ଅର୍ଥାତ୍ MBPY ଅଧୀନରେ ଭତ୍ତା ବଣ୍ଟନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ବୃଦ୍ଧ ଓ ଅସହାୟ ବ୍ୟକ୍ତିମାନଙ୍କୁ ଖରାରେ ପଞ୍ଚାୟତ ଅଫିସକୁ ଯିବାକୁ ପଡ଼ିବ ନାହିଁ, ବରଂ ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ। ଏହି ନିର୍ଦ୍ଦେଶ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଲୋକମାନଙ୍କ ଉପରେ ଅଂଶୁଘାତ, ଡିହାଇଡ୍ରେସନ୍, ହିଟ୍ ଏକ୍ସହଷ୍ଟର ପ୍ରଭାବକୁ ଏଡ଼ାଇବା ପାଇଁ ଦିଆଯାଇଛି। ବିଜେଡ଼ି ବିଧାୟକ ଶାରଦା ଜେନା ଶୂନ୍ୟକାଳରେ ବାର୍ଦ୍ଧକ୍ୟ ଭତ୍ତା ପ୍ରସଙ୍ଗ ଉଠାଇଥିଲେ ଏବଂ 2 ବର୍ଷ ପୂର୍ବରୁ 3,000 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସଠିକ୍ ସମୟରେ ଭତ୍ତା ମିଳୁନଥିବାରୁ ବୃଦ୍ଧମାନେ ଅନେକ ସମସ୍ୟାରେ ପଡ଼ୁଥିବା କହିଥିଲେ। ଅନ୍ୟ ଏକ ଘଟଣାରେ ବୌଦ୍ଧ ସଦର ବ୍ଲକର ଜଣେ ବୃଦ୍ଧ ବ୍ୟକ୍ତି ଗତ 5 ମାସ ହେବ ଭତ୍ତା ଟଙ୍କା ନ ମିଳିବାରୁ ପ୍ରଶାସନ ପାଖକୁ ଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ପାଇଥିଲେ। ହିତାଧିକାରୀମାନେ ଗତ 2 ମାସ ହେଲା ଭତ୍ତା ଟଙ୍କା ନ ପାଇ ବ୍ୟାଙ୍କ ଓ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନିହତ ହୋଇଥିବା ଅଭିଯୋଗ ହୋଇଛି। ଏଠି ଦେଖନ୍ତୁ, ଖବରରେ ପ୍ରକାଶିତ ହୋଇଛି, ବୃଦ୍ଧ ଓ ଅସହାୟଙ୍କୁ ଘରେ ଦିଆଯିବ ଭତ୍ତା ଟଙ୍କା। ଯାହା ଖବରରେ ପ୍ରକାଶିତ ହୋଇଛି, ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ମଧୁବାବୁ ପେନ୍ସନ୍ ଯୋଜନା MBPY ଅଧୀନରେ
ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଆଉ ଗୋଟେ ଖବରରେ ପ୍ରକାଶିତ ହୋଇଛି, ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପଡେଟ୍। ମନମୋହନ ସାମଲ କହିଲେ, ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା 15 ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ କରାଯିବ। ନୂଆ ସଫ୍ଟୱେର୍ ଲାଗୁ ହେବାରୁ ଗତ 2 ମାସ ଧରି ଭତ୍ତା ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ କରି ଯେଉଁମାନେ ଅନଲାଇନ୍ ମାଧ୍ୟମରେ ଭତ୍ତା ପାଉଛନ୍ତି ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଦେଖନ୍ତୁ, ଆଉ ଗୋଟେ ପେପରରେ ରହିଛି, ଭତ୍ତା ନଦେଲେ ଆନ୍ଦୋଳନ। ଡବଲ ଇଞ୍ଜିନ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ପ୍ରେସମିଟ୍ କରି ବର୍ଷିଲେ ବିଜେଡି। ଖବରରେ ମେନସନ ରହିଛି, ଡବଲ ଇଞ୍ଜିନ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା। ଚାଷୀ, ମହିଳା, ଯୁବକଙ୍କ ପରେ ଏବେ ବୃଦ୍ଧ ବୃଦ୍ଧାଙ୍କ ସହ ଖେଳିଲେ ସରକାର। ଭତ୍ତା ନ ମିଳିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଭତ୍ତା ପାଇବା ଏବେ 3 ରୁ 4 ମାସ ସମୟ ଲାଗୁଛି। ପୂର୍ବରୁ 3 ରୁ 4 ମାସ ପରେ ମିଳିଥିଲା, ଏବେ 2 ମାସ ହେବ ମିଳିନି। ନବୀନ ସରକାରରେ ହିତାଧିକାରୀଙ୍କ ଘରେ ଭତ୍ତା ଦିଆଯାଉଥିଲା। ପଞ୍ଚାୟତ ଅଫିସ, ବ୍ୟାଙ୍କକୁ ଆସିବା କଷ୍ଟସାଧ୍ୟ ହେବା ସହ ଅଟୋ ଭଡ଼ା ଅଧିକ ହେଉଥିବାରୁ ଘରେ ନେଇ ଭତ୍ତା ଦିଆଯାଉଥିଲା। କିନ୍ତୁ ବିଜେପି ସରକାର ମଧୁବାବୁ ପେନସନ ପଞ୍ଚାୟତ ଅଫିସରେ ଦେଉଛନ୍ତି। ଜାତୀୟ ପେନସନ ଯୋଜନାରେ ବ୍ୟାଙ୍କରେ ଦେଉଛନ୍ତି, କିନ୍ତୁ ମାସକୁ ମାସ ବି ମିଳୁନି। ସରକାର ଲୋକଙ୍କୁ ହକ୍ ଦେଇ ପାରୁନାହାନ୍ତି। ଏ ସରକାର ଦେବାଳିଆ ସରକାର। 60 ବର୍ଷରୁ ଅଧିକ ବୃଦ୍ଧ ଲୋକଙ୍କୁ 3,500 ଟଙ୍କା ଦେବେ କହି ଦେଲେନି। ଏବେ ଯେତିକି ବି ମିଳୁଥିଲା ସେତିକି ମିଳୁନି। ସେହିପରି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଜାତୀୟ ପେନସନ ଯୋଜନାରେ 2 ମାସ ହେବ ଭତ୍ତା ମିଳୁନି। ନବୀନ ସରକାରରେ 15 ତାରିଖ ଭିତରେ ଭତ୍ତା ମିଳୁଥିଲା। ବ୍ୟାଙ୍କ, ପଞ୍ଚାୟତ ଅଫିସକୁ ଦୌଡ଼ି ଦୌଡ଼ି ଲୋକେ ହନ୍ତସନ୍ତ ହେଉଛନ୍ତି। ନବୀନ ସରକାରରେ ଭତ୍ତା ରାଶି ବୃଦ୍ଧି ସହ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଥିଲା, କିନ୍ତୁ ଏବେ ଭତ୍ତା ମିଳୁନି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ 36,95,000 ହିତାଧିକାରୀ ଥିବାବେଳେ ଜାତୀୟ ପେନସନ ଯୋଜନାରେ 21 ଲକ୍ଷ ଭତ୍ତା ପାଉଛନ୍ତି। ରାଜ୍ୟରେ ମୋଟ 57 ଲକ୍ଷ ଭତ୍ତା ପାଉଛନ୍ତି। ସରକାର ସମ୍ବେଦନଶୀଳ ହୋଇଯାଇଛନ୍ତି। ଆଉ କ'ଣ ମେନସନ ରହିଛି, ସରକାର ଦେବାଳିଆ ହୋଇଯାଇଛନ୍ତି କି ବୋଲି ବିଜେଡି ପ୍ରଶ୍ନ କରି କହିଛି ଯେ ପଶ୍ଚିମବଙ୍ଗ ନିର୍ବାଚନରେ 300 କୋଟି ଟଙ୍କା ଖର୍ଚ୍ଚ କରିଦେଲେ ବୋଲି ଅଭିଯୋଗ ହେଉଛି। ଯଦି ଏମିତି ହୁଏ, ସରକାରଙ୍କ ପାଖରେ ଅର୍ଥ କେଉଁଠି ଆସିବ? କାହିଁକି ଭତ୍ତା ମିଳୁନି? ମନ୍ତ୍ରୀଙ୍କ ପାଖରେ ଉତ୍ତର ନାହିଁ। ହିତାଧିକାରୀଙ୍କୁ ବାଦ୍ ଦେବାକୁ ଚକ୍ରାନ୍ତ ଚାଲିଛି କି? ଯଦି ସରକାର ଭତ୍ତା ଦେବାରେ କୌଣସି ସମସ୍ୟା ସୃଷ୍ଟି କରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ। ଦେଖନ୍ତୁ ଆଜ୍ଞା, ଏଠି କୌଣସି ରାଜନୈତିକ ଦଳ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରୁନି, ନିଜ ଦଳ ପାଇଁ ହିଁ କାମ କରୁଛି। ଆପଣ ଥରେ ଭଲ ଭାବରେ ଏ ଦୁନିଆକୁ ଦେଖନ୍ତୁ କ'ଣ ଚାଲିଛି।